ବୋହୂଟା ହେଉଛି ରୁଦ୍ରମଣି ଆର୍ସି। ବୋହୂ ହେଉଛି ରାଜ୍ୟର ରାଜେଶ୍ୱର। ହାରାମଜାଦା! ସେଦିନ ମୋ ଦେହରେ ଗୋଇଠା ମାରି ତଳି ଦେଇଥିଲୁ ନା, ଆଜି ମୋରି ହାତରେ ମରିବୁ। ଚାମୁଣ୍ଡ ମୁଣ୍ଡ ବାଳ ହବ। ଓ ଶତ୍ରୁ ମାନଙ୍କ ପାଇଁ କାଳ ହିଁ କାଳ। ମରିବ, ନିଶ୍ଚୟ ମରିବ ତମେ ଆଜି ମୋ ହାତରେ, ନିଶ୍ଚୟ ମରିବ। ରେ ହୀରଦଗ୍ଧ ପଶି ଶିଶୁ, ପ୍ରାଣେ ଯଦି ଅଛି ରେ ମମତା, ଯଥାଶୀଘ୍ର ଏହି ସ୍ଥାନ କର ପରିତ୍ୟାଗ। କଣ କହିଲୁ? ନଚେତ୍ ଏ ସେନାପତି ରୁଦ୍ର ବଳିଆର ହସ୍ତରୁ ନାହିଁ ତୋର ପରିତ୍ରାଣ। ହଁ, ଏଠି ଦମ୍ଭଦର। ହଁ, ଆଉ ନୁହ, ବହୁତ କଥା ସହିଗଲେଣି ତୋର। ଏଥର ତତେ ମୁଁ ଏଇଠି ମାରିବି, ମାରିବି ତତେ ମୁଁ ଏଇଠି। ପତି ଚୋରକୁ ଗଣ୍ଡିର ମୁଣ୍ଡ ଅଳଗା କରିବି। ହାରାମଜାଦା ଶୈତାନ, ତୁ ସଦା ସର୍ବଦା ମୋରି ଅଇଠା ଖିଆ କୁକୁର ହେଇ ମତେ ଭୁକିବାକୁ ଲାଗିଲେ ତୋର ବଞ୍ଚର ଅଧିକାର ନାହିଁ। କିବେ ବଞ୍ଚ ନୁହ, ମାରିବୁ ହାରାମଜାଦା, ମାରିବୁ। চামুণ্ড মুন্ড বাড়াব। এই ছেড়ে সংহতে হর মুন্ডটা করিবি অলগা। চামুণ্ড মুন্ড বাড়াও। হে মা কালী কোরালে ওরি আশীর্বাদ লাটা বড়াইছি। চামুণ্ড মুন্ড বাড়াও। ଆଉ এই ମୁଣ୍ଡ ବାଳଟା ଗୋରି ଚରଣ ତଳେ ଅର୍ପଣ କରୁଥିଲ ମା। ତୁ ସେ ଚାମୁଣ୍ଡା ନା? ହଁ, ମୁଁ ଚାମୁଣ୍ଡା ମୁଣ୍ଡ ବାଳ। ଏ ବାଳକ କିଏ ତୁ? କିଏ ମୋ? ମୋ କାର୍ଯ୍ୟରେ ବାଧା ସୃଷ୍ଟି କରୁଛୁ ତୁ? ହଁ, ମରିବା ପାଇଁ ଏତେ ତୋର ଶୋକ? ମୋର ମଧ୍ୟଟା ହିଁ ନିସ୍ତାର। ଏମାନଙ୍କ ସହିତ ତୋର ଗଣ୍ଡିରୁ ମୁଣ୍ଡ ଗାଳଗା କରିବି ମୁଁ। ଆରେ ମୋ ପରିଚୟ ଯେତେବେଳେ ଶୁଣିବୁ ଏଇ ସ୍ଥାନ ଛାଡି ଚାଲିଯିବୁ। କିଏ ବେ ତୁ? ମୁଁ କିଏ? ହଁ, କିଏ ତୁ? ଆରେ ଶୁଣେ, ସେ ବୈଦାଇ ରାଜ୍ୟର ରାଜକୁମାର ଅମରେଶ ବାହୁବଲି। ସେ ଅମରେନ୍ଦ୍ରଙ୍କର ପୁଅ ଅମରେଶ ବାହୁବଲି। ବୁଝିଲ, ମୋ ବାପାକୁ ତୁ ହତ୍ୟା କରିଥିଲ, ମୋ ମାକୁ ପାଗଳି ବନେଇଥିଲ। ଆଜି ତୋତେ ମୁଁ ନିଶ୍ଚୟ ତୋ ଶିର ଆଉ ମୁଣ୍ଡକୁ କରିବି ଅଲଗା। ବୁଝିଲ? ହଁ, ତାପରେ ହଜି ଯାଇଥିବା ସେଇ ରାଜକୁମାର ତୁ? ଅନେକ ଜାଗାରେ ଖୋଜିଛି ତତେ ମାରିଦେବା ପାଇଁ, ମତେ ତୁ କାହିଁ ପାଇବୁ? କିନ୍ତୁ ତୋର ଭାଗ୍ୟ ଭଲ,
କୋଉ ଜାଗାରେ ମତେ ଦେଖା ପାଇଦେବି ଆରେ ମୋ ଭାଗ୍ୟ ଭଲ ନୁହେଁ। ଆଉ ଆଜି ଆଜି ତୋତେ ବହୁତ ପଡ଼ିବ ତୁ ମରିବୁ ନିଶ୍ଚୟ ମରିବୁ ତୋ ପିତାକୁ ଯେମିତି ମାରିଥିଲି ତୋ ମାଆକୁ ଯେମିତି ପାଗଳ ସଜାଇଥିଲି ଆଜି ଠିକ୍ ତୋତେ ମଧ୍ୟ ଯାହା ହିଁ କରିବି ଆରେ ତୋତେ ଜଣା ନାହିଁ ଏଇ ଅସ୍ତ୍ର ଶସ୍ତ୍ରରେ ଭରପୁର ଶିକ୍ଷା ପାଇଛି ମୁଁ। ଏଇ ମଦ୍ରୁଣ ଗୁରୁ ଠାରୁ ମୁଁ ଶିକ୍ଷା ପାଇଛି। ଆଉ ଶୁଣେ ତୁ ଶୁଣିଲେ ତୋ ଗୋଡରୁ ମାଟି ଖସିଯିବ। ଆଉ ତୋ ଅଳିଅଳ ଝିଅ କଳ୍ପନା ମତେ ବିବାହ କରିଛି ବେ। ମିଛ କହୁଛୁ ତୁ ହଁ ମିଛ କହୁଛୁ ତୁ ଆରେ ମୋ ଝିଅ ସେମିତି ନୁହଁ ସେ କେମିତି ତତେ ବିବାହ କରିବ ଅସମ୍ଭବ ସମ୍ପୂର୍ଣ୍ଣ ମିଥ୍ୟା ମିଥ୍ୟା ନୁହେଁ ଅଳ୍ପ ଆଉ ଅପେକ୍ଷା କର ତାର ଝିଅ ଏଇଠି ଆସିଯିବ ଆଉ ତୋତେ ହିଁ ନିଶ୍ଚୟ ବୋଧ କରିବ। କଣ ହେଲା ଆରେ ମୋ ଝିଅ ମତେ ମାରିବ ଅସମ୍ଭବ ଆଉ ଜାଣିଛ ଯାହାକୁ ପାଗଳି କରି ପଠାଇଥିଲ ସେ ମା ବର୍ତ୍ତମାନ ମୋ ପାଖରେ ଅଛି। ତୋ ଝିଅ ମୋ ମା ମିଶିକରି ତୋତେ ଏମିତି ମାରିଦେ ତୋ ସାବାକୁ କୁକୁରା ମଧ୍ୟ ଚିହ୍ନି ପାରିବ। ବୁଝିଲ ଦେଖୁଛ ତୁମର ଝିଅ ନାମ କଳ୍ପନା ଆଉ ତୁମେ ଗୋଟିଏ ଅଯୋଗ୍ୟ ପିତା ଗୋଟିଏ ରାକ୍ଷସ ଗୋଟିଏ ଗୁଲାଙ୍କାର ତୁମେ ମୋ ପିତା ପାଇଁ ଯୋଗ୍ୟତା ନୁହଁ ଆଉ ମୁଁ ତୁମର ଝିଅ ନୁହଁ। ଆଜି ଦିନ ତୁମେ ମୋ ପାଇଁ କଳ୍ପନା ତୁ କଣ କହୁଛୁ? ହଁ ମୁଁ ଯାହା ବି କହୁଛି ସତ କହୁଛି। ଆଜି ମୁଁ ନିଜ ଆଖିରେ ଦେଖିଲି ତୁମର ଏ ବ୍ୟବହାର ତୁମର ପରମ୍ପରା ତୁମକୁ ଲଜ୍ଜା ଲାଗୁନି? ଗୋଟିଏ ପିତା ହୋଇ ଗୋଟିଏ ଝିଅ ସହିତ ଖେଳ ଖେଳିଛ। ତୋ ଝିଅ ସେମିତି ନୁହେଁ ତୁ ପୁରା ରାକ୍ଷସ। ଦେଖିପାରିଲୁ ଚିହ୍ନି ପାରିଲୁ କଳ୍ପନା ତ ରାଜକୁମାର ଦେଖ ମାଲୁମ ଯାହା ମୁଁ ଜୀବନରେ ଭୁଲ କରିଦେଇଛି ମାନୁଛି ମୁଁ ଅନେକ ଲୋକଙ୍କର ହସିଆ ସଂସାରକୁ ମାଟିରେ ମିଲେଇ ଦେଇଛି। ତମେ ମତେ ମା କରିବାକୁ ଚେଷ୍ଟା କରିବନି। ମୁଁ ତୁମର ଝିଅ ନୁହେଁ କି କୌଣସି ମା ନୁହଁ। ଆଜି ଦିନ ତୁମେ ମୋର ଆଜି ଦିନ ସେମିତି କିଛି କହିବନି କିଛି ବି କହିବନି। ମୁଁ ତ ବାପା ଆଉ ବାପା ହିସାବରେ ବାପା ତମେ ମୋ ବାପା ତୁମକୁ ମତେ ବାପାକୁ ତାକୁ ଲାଜ ଲାଗୁଛି। ତମେ ମୋ ବାପା ନୁହଁ କି ମୁଁ ତୁମର ଝିଅ ନୁହଁ। ଆଜି ଦିନ ତମେ ମୋର ଶତ୍ରୁ। ସେମିତି ଭୁଲ କିଛି କରିବନି। ଆଜି ଦେଖ ତୁମକୁ ତୁମ ନିଜର ଝିଅ ତୁମକୁ କଣ ଶାସ୍ତି ଦଉଛି। ଏଥର ଠିକ ବୁଝିପାରିବ ତୁମର ବ୍ୟବହାର ତୁମର ପରମ୍ପରା ତୁମର ମାରୁଛି ଅନେକ ଭୁଲ କାମ କରୁଛି। ଆଉ ଜୀବନ କେବେ କରିବିନି। ଆଜି ସାଜି ଯାଇଛି ତୁମରି ପାଇଁ ଗୋଟିଏ ମା ଦୁର୍ଗା ମା ଗୋଟିଏ କାଳୀ। ମୁଁ ତୁମର ଝିଅ ନୁହେଁ ଭାବିଦିଅ ମୁଁ ଗୋଟିଏ ମା କାଳୀ ମା ଗୋଟିଏ ଦୁର୍ଗା ସାଜି ଯାଇଛି ତୋର ମୃତ୍ୟୁ ପାଇଁ। ତୁମର ମୃତ୍ୟୁ ଆସି ଯାଇଛି ଏବେ ତୁମକୁ ରକ୍ଷା କରିପାରିବେ ସେ ପାପି କେବଳ ମୋରି ହାତରେ ହିଁ ଶେଷ ହବ। ତାହେଲେ ଠିକ ଅଛି ମା ତୁମ କଥାରେ ମୁଁ ଏକମାତ୍ର। ଏଇ ନିଅ ସେ ପାପିକୁ ଦଣ୍ଡ ଦେବା ଅସ୍ତ୍ର। ନା ଚାବୁକ ପ୍ରହାରରେ ମୁଁ ସନ୍ତୁଷ୍ଟ ନୁହଁ କାରଣ ସିଏ ମୋର ଯୋଉ ସର୍ବନାଶ କରିଛି ତା ପାଇଁ ଶାସ୍ତି ହଉଛି କେବଳ ମୃତ୍ୟୁ। ତାହେଲେ ଠିକ ଅଛି ଆଜି ତମେ ସାଜିଯିବ ଏ ରାକ୍ଷସ ପାଇଁ ଗୋଟିଏ ମା କାଳୀ ମା ଦୁର୍ଗା। କଳ୍ପନା ସତରେ କଣ ମତେ ମାରିଦେବ? ଗୋଟେ ପାପକୁ ଏମିତି ମାରିବ? ଅତି ଯାଇଛି ପାପ ଲାଗିବ ନା ମା? କଣ କହିଲୁ ପାପ ଲାଗିବ? ଗୋଟେ ବାପାକୁ ଏମିତି ମାରିଲେ ପାପ ଲାଗିବ ନା ମା? କାହାର ବାପା? ତୁ ମୋ ବାପା ଜମା ନୁହ। ତତେ ମତେ ବାପା କହିବାକୁ ଟିକେ ବି
ଇଚ୍ଛା ନାହିଁ କାହିଁ? ଆଉ ତୁ ମୋ ବାପା ପାଇଁ ଯୋଗ୍ୟତା ନୁହଁ ଏ କଳ୍ପନା ଏ ମା ହଁ ସମୟ ଗଡ଼ି ଯାଉଛି ନିଶ୍ଚୟ ବିଳମ୍ବ ନ କରେ ওই রাক্ষসକୁ বধ କରିଦେ ମରିବାକୁ ପ୍ରସ୍ତୁତ ହୋଇଯା ମହାରାଜ ଦାଦା ନିଶ୍ଚୟ କେବଳ ପ୍ରସ୍ତୁତ ତୋରି ଅଛି। ପାଇଁ ତୋରି ପାଇଁ କାହିଁକି ଦେବତା ମୋର ଭୁଲ ହେଇଯାଇଛି ମାନୁଛି ଜୀବନରେ ମୁଁ ଭୁଲ କାମ କରିଛି ହେଲେ ଆନ୍ତରିକ ବାତ ଛାଡ଼ିଦିଅ ଗୋଇଠା ମାରି ପରେ ବିଷ୍ଣୁ କଲି ତାର କିଛି ମୂଲ୍ୟ ନଥାଏ ଛାଇ ରାଜମାତା ମା ତୋର ଶାସ୍ତି କେବଳ ମୃତ୍ୟୁ ମରିବା ପାଇଁ ପ୍ରସ୍ତୁତ ହେଇଯା ମହାରାଜ ଦାଦା ଆରେ ସମସ୍ତେ ମିଶିକି ମତେ ମାରିଦେବ ନା କଣ ହଁ ମାରିଦବୁ ତ କାହିଁ? ହଁ ମାରିଦବୁ ମରବା ନାଇଁ ନାଇଁ মা আমার শত্রু মরি যাইছি মা ହରିପୁତ୍ର ଆଜି ଆକାଶ ପୁରା ନିର୍ମଳ ଅଛି ଆକାଶରେ ବାଦଲ ଛିଟା ମୋଟେ ନାହିଁ ହଁ ମା ଆଉ ଜାଣିଛୁ ଆଜି ହଉଛି ଠିକ ସେ ରାକ୍ଷୀ ପୂର୍ଣ୍ଣିମା ହଁ ମା ଦେଖିଲୁ ପଶ୍ଚିମ ଆକାଶରେ ଆକାଶ ନିର୍ମଳ ପରେ ପୂର୍ଣ୍ଣମୀର ଚାନ୍ଦ କେମିତି ଧୀରେ ଧୀରେ ଆମର ସାମ୍ନାକୁ ଆସିଲା ଭଳି ଲାଗୁଛି ଆରେ ପିଲେ ଚାଲ ଏ ଖୁସିର ଅବସରରେ ଆଜି ସିନା ତମ ପିତା ନାହାନ୍ତି ହଁ ମା ହେଲେ କଣ ହେଲା ଆଜି ତମେ ସମସ୍ତେ ମୋ ପାଖରେ ଅଛ ହଁ ମା ମା ଜାଣିଛୁ ହଁ ସେ ହେଉଛନ୍ତି ମୋ ଭାଉଜ ଆଚ୍ଛା ହଁ ତୁ ସତ କହୁଛୁ ସତ କହୁଛି ମା ଠିକ ଅଛି ଭାଇ ତାକୁ ପସନ୍ଦ କରିଛି ହଁ ହେଲେ ଆଜି ଆଜି ଭଳିଆ ଶୁଭ ଦିନରେ ତାଙ୍କର ବାହା କରେଇଦେବା ଆମେ ଠିକ ଅଛି ତାହେଲେ ଚାଲ ଆମେ ସମସ୍ତେ ବାହାଘର ଆୟୋଜନରେ ଲାଗିବା ଚାଲ ରେ। ଶେଷରେ ମୋର ଭୂମିଷ୍ଠ ପ୍ରାଣ ଝେନା କରନ୍ତୁ ହେଲା ମା ହେଲା ଆୟୁଷ ଲକ୍ଷ୍ମୀଟେ ହେଇଥା ଠିକ ଅଛି ମା